ନାଇଁ ଏବେ ତ ମୁଖ୍ୟ ପ୍ରସଙ୍ଗ ହେଉଛି ବର୍ତ୍ତମାନ କମିଶନରେଟ୍ ପୋଲିସର ଯାହା ଦେଖିବେ କମିଶନରେଟ୍ ପୋଲିସର ଯେଉଁ ଚାଉଳିଆଗଞ୍ଜ ଥାନା ଇନ୍ସପେକ୍ଟରଙ୍କ ଯିଏ ଅଛନ୍ତି ବିଉଟି ମହାନ୍ତି ତାଙ୍କ ଆତ୍ମହତ୍ୟା ତାର ଗୋଟେ ଦିନ ଛାଡ଼ି ଡିସିପି ଜଗମୋହନ ମୀନା ଯିଏ ଅଛନ୍ତି ଇସ୍ତଫା ଦେବା ଏଇ ଦୁଇଟି ଘଟଣା ବର୍ତ୍ତମାନ ସାରା ଓଡ଼ିଶାର ଚର୍ଚ୍ଚିତ ଘଟଣା ଏବଂ ଟ୍ୱିନ୍ ସିଟିର ବି ଚର୍ଚ୍ଚିତ ଘଟଣା। ଏଭଳି ମାନେ କ'ଣ ପାଇଁ କିଏ କହୁଛି ତାର ବ୍ୟକ୍ତିଗତ କାରଣ ପାଇଁ ଏଠି ବିଉଟି ମହାନ୍ତି ଯିଏ ଅଛନ୍ତି ସେ ଆତ୍ମହତ୍ୟା କଲେଣି, ଏଠି ଯିଏ ଅଛନ୍ତି ଡିସିପି ଯିଏ ଅଛନ୍ତି ସେ କହୁଛନ୍ତି ମୋର ବ୍ୟକ୍ତିଗତ ଏବଂ ଫ୍ୟାମିଲି ଫ୍ରେଣ୍ଡସ୍ ମାନଙ୍କୁ ପଚାରିଲି ଆଉ ଏଥିପାଇଁ ମୁଁ ଇସ୍ତଫା ଦେଉଛି। କିନ୍ତୁ ଏଇ ଦୁଇଟି ଘଟଣା ସାଧାରଣ ଲୋକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ପ୍ରଥମେ ବିଉଟି ମହାନ୍ତିଙ୍କ କଥା ଯଦି ମୁଁ କହିବି ତାଙ୍କ କଥାରେ ବର୍ତ୍ତମାନ ପୋଲିସ ତାଙ୍କର କଲ୍ ଡିଟେଲ୍ସ ଯାଞ୍ଚ କରୁଛି, ତାଙ୍କର ଲାଷ୍ଟ କଲ୍ କିଏ ଆସିଥିଲା କିଏ କରିଥିଲା, ତାଙ୍କର ମୋବାଇଲରେ ମଧ୍ୟ ସାଇବର ଯାଞ୍ଚ କରାଯାଉଛି। ଏହି ଘଟଣାରେ ତାଙ୍କ ସହିତ ବର୍ତ୍ତମାନ ପୋଲିସ ସନ୍ଦେହରେ ଜଣେ କମିଶନରେଟ୍ ପୋଲିସର ଜଣେ ଏଏସ୍ଆଇଙ୍କୁ ମଧ୍ୟ ଅଟକ ରଖିଛି। ବର୍ତ୍ତମାନ ଚର୍ଚ୍ଚା ହେଉଛି ବା ଆଲୋଚନା ହେଉଛି ଏ ଏଏସ୍ଆଇ ଜଣକ କିଏ ଯାହାଙ୍କ ସହିତ ବିଉଟି ମହାନ୍ତିଙ୍କର ଏତେ ସମ୍ପର୍କ ଘନିଷ୍ଠ ସମ୍ପର୍କ ଥିଲା ଆଉ ସେ ଯେଉଁ କାରଣ ପାଇଁ ବା ଯେଉଁଥିପାଇଁ ଆତ୍ମହତ୍ୟା ଭଳି ଘଟଣା ଘଟାଇ ଦେଲେ। ଯେତେବେଳେ କି ସେ ଗୋଟେ ପରିବାରର ଥିଲେ, ତାଙ୍କର ପୁଅ ଥିଲା, ଗୋଟେ ସ୍ୱାମୀ ଥିଲା, ଭଉଣୀ ବି ଥିଲେ, ତାଙ୍କ ପୁଅ ମୁହଁକୁ ବି ସେ ଚାହିଁଲେନି। ଏବେ ଆଲୋଚନା ହେଉଛି ଯେ ତାଙ୍କୁ ସେ ପୋଲିସ ଜଣକ ବ୍ଲାକମେଲ୍ କରୁଥିଲେ। ତାହେଲେ ସେ କି ବ୍ଲାକମେଲ୍ କରୁଥିଲେ, କ'ଣ ବ୍ଲାକମେଲ୍ କରୁଥିଲେ, କେଉଁଥିପାଇଁ ବ୍ଲାକମେଲ୍ କରୁଥିଲେ, ଆଉ ଯେଉଁ ବ୍ଲାକମେଲ୍ର ଏତେ ଦୂର ଶିକାର ହେଲେ ଯେ ଆତ୍ମହତ୍ୟା ଭଳି ଚରମ ପନ୍ଥାକୁ ଗ୍ରହଣ କଲେ। ଆଉ ଏବେ ଆଲୋଚନା କରିବା ଆମେ ଯେଉଁ ଡିସିପି ଜଗମୋହନ ମୀନାଙ୍କ କଥା। ଜଗମୋହନ ମୀନା ବି ଯେଉଁ ଇସ୍ତଫା ଦେଇଛନ୍ତି ଅନେକ ଚର୍ଚ୍ଚା ହେଉଛି। ସେ ବ୍ୟକ୍ତିଗତ କାରଣ କଥା କହିଥିଲେ ମଧ୍ୟ ଅନେକ ଏବେ କହୁଛନ୍ତି ଯେ ସେ ଚାପରେ ଥିଲେ, ରାଜ୍ୟ ସରକାରଙ୍କର ଚାପରେ ଥିଲେ। ବିଶେଷ କରି ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଯେଉଁ ଘଟଣା ଘଟିଲା ସେହି ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ ଡିଜି ପୋଲିସ ତାଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ, ଯେଉଁ କାରଣରୁ ସେ ମାନସିକ ଭାରସାମ୍ୟ ହରାଇ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ କୁହାଯାଉଛି ଯେ ସେ ପାଖାପାଖି 27 ଦିନ ତେଳୁ ବା 1 ମାସ ତଳୁ ସେ ଇସ୍ତଫା ଲେଖିକି ଦେଇଛନ୍ତି। କିନ୍ତୁ ମୁଁ ଯାହା ଶୁଣିଛି ଯେ ସେ କଟକରେ ଥିବାବେଳୁ ହିଁ ସେ ମାନସିକ ଭାରସାମ୍ୟ ହରାଇ ଦେଇଥିଲେ, ଅର୍ଥାତ୍ ସେ କାମ କରିବାକୁ ଚାହୁଁନଥିଲେ ଏ ସରକାର ଅଧୀନରେ। ଯେତେବେଳେ କି ସରକାର ପରିବର୍ତ୍ତନ ହେଲା ସେ ସରକାରଙ୍କ ଅଧୀନରେ ଏ ସରକାରଙ୍କ ଅଧୀନରେ କାମ କରିବାକୁ ସେ ଚାହୁଁନଥିଲେ। ଆଉ ଏବେ ଗୋଟେ ନୂତନ କଥା ଆଲୋଚନା ହେଉଛି ସେ କାଳେ ଗୋଟେ କୋଟରୀ ଗ୍ରୁପରେ ଥିଲେ। ଯେତେ ସମୟ ପର୍ଯ୍ୟନ୍ତ ସେ ଥିଲେ 2013 ମସିହାରୁ ସେ ଓଡ଼ିଶାରେ IPS ଭାବେ ଜଏନ୍ କରିଥିଲେ। ସେହିଠାରୁ ସେ କୋଟରୀ ଗ୍ରୁପ୍ ଯେଉଁ IPS ମାନଙ୍କର କୁହାଯାଉଥିଲା ସେତେବେଳର ବିଜେଡ଼ି ସରକାର ଯେଉଁ କୋଟରୀ ଗ୍ରୁପ୍ ଥିଲା, କୋଟରୀ ଗ୍ରୁପ୍ରେ ଇଏ ପରିଚାଳିତ ହେଉଥିଲେ। ସେ ଗଞ୍ଜାମରେ ଥିଲେ। ଏଇ ଗଞ୍ଜାମରେ ଥିବା ସମୟରେ ତାଙ୍କର କୋଟରୀ ଗ୍ରୁପ୍ ସହିତ ବହୁତ ବଡ଼ ସମ୍ପର୍କ ହୋଇଯାଇଥିଲା। ତାପରେ ସେ ଅନୁଗୁଳ ଆସିଥିଲେ। ଅନୁଗୁଳରେ ଆସି ବହୁତ ବିବାଦୀୟ ହୋଇପଡ଼ିଥିଲେ। ସେ ଅନେକ ରାଜନୈତିକ ବାଦ ବିବାଦ, କାହାକୁ ଆରେଷ୍ଟ କରାଯିବ, କାହାକୁ ବିଜେଡ଼ିରେ ମିଶାଯିବ, ଏସବୁର ସେ ସେତେବେଳେ IPS ବା ଅନୁଗୁଳ ଜିଲ୍ଲା SP ହୋଇ ଦାୟିତ୍ୱ ନେଇଥିଲେ। ଆଉ ଯେତେବେଳେ ସରକାର ପରିବର୍ତ୍ତନ ହେଲା ସେ କଟକକୁ ଆସିଲେ। କଟକରେ ମାତ୍ର 6 ମାସ ରହିଲେ। ତାପରେ ତାଙ୍କର ବଦଳିଲା ଭୁବନେଶ୍ୱରରେ 14 ମାସ ରହିଲେ। ଆଉ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଘଟଣା ତାଙ୍କୁ ଏକଦମ ତାଙ୍କ ବେଳା ଖରାପ କରିଦେଲା, ଯାହାଦ୍ୱାରା କି ସେ ବର୍ତ୍ତମାନ ଇସ୍ତଫା ଦେବାକୁ କାମର ଚାପରେ ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି ବୋଲି ବର୍ତ୍ତମାନ ଆଲୋଚନା ହେଉଛି।